विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतुषे नमः। हे कृष्णा करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते तप्त कांचन गौरांगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्णा 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। तेबे आमे एपर्यंत भगवद गीता प्रथम अध्याय अर्जुन विषाद जोग आमे 25 टी श्लोक कंप्लीट करिचे। आज आमे 26 नंबर श्लोक रु आरंभ करिबा। तेबे एटा टिके शेयर करिबे। तबे आमे देखिले जे पर्यंत एई जो चलीची वर्तमान 21 रु आरंभ होला। ए एथरे आमे देखुचे कोन आ भगवान तांकर अच्युत स्थिति अर्थात से जो भल पाउचंदी तांकर भक्तंकु सेतुरु से तांकर च्युत होनी अर्थात सेतुरु व्यतिक्रम होनी बा सेतुरु से ओहरी जाउनांती सेतर अवहेला करूनांती। एई जिनसटा आमे देखुचे कोठु 21 नंबर श्लोकरु 27 पर्यंत। आज 26 27 दुईटी जाक निहाती सारिबा एवं एइठी आमे देखिबा जे केमती तांकर माने अर्जुन तांको आदेश दउचंदी एवं से ता भक्तिर माने अति प्रेम रे से आदेश को पालन करूचंदी। एइठी आमे देखिबा 21 रु 27 रे या ही चलीची। तबे जहाँ हो अर्जुन युद्धभूमि को आसला परे रथ उपरे अछंती एवं भगवान कृष्ण तांको साइड रे भी अछंती। से भगवान को कहउचंदी कृष्ण को जे अच्युत मोर रथटी को दुई सेनाଙ୍କ मझिरे टिके रखि दियन काहे कि ना मु देखिबी जो माने एଠିକି ଆସିଛନ୍ତି ଓ ଅପର ପକ୍ଷରେ ମୋ ଆମମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ନିଶ୍ଚିତ ରୂପେ ଅଧର୍ମୀ ହେଇଥିବେ କିନ୍ତୁ ସେ ଅଧର୍ମୀ ମାନେ କିଏ ମୁଁ ଟିକେ ଜାଣିବାକୁ ଚାହୁଁଛି ଏବଂ ସେମାନେ ମୁଁ କାହା କାହା କୋଉ କୋଉ ଅଧର୍ମୀ ମାନଙ୍କ ସାଙ୍ଗରେ ଯୁଦ୍ଧ କରିବି ଏ କଥା ମୁଁ ଜାଣିବାକୁ ଚାହୁଁଛି। ସେଥିପାଇଁ ସେ କହିଲେ ରଥम ସ୍ଥାପୟ ମେ ଅଚ୍ୟୁତ ସେନୟର ଉଭୟର ମଧ୍ୟରେ। ତାପରେ ଭଗବାନ ଶ୍ରୀକୃଷ୍ଣ ସେ ରଥଟିକୁ ନେଇ ଯାଉଛନ୍ତି ଦୁଇ ସେନାଙ୍କ ଭିତରେ ଏବଂ ରଖିଦେଇଛନ୍ତି। ରଖିଦେଇକି କହୁଛନ୍ତି କହୁଥିଲ ନା ଦେଖିବା ପାଇଁ ଅର୍ଜୁନଙ୍କୁ କହୁଛନ୍ତି ଦେଖ ବର୍ତ୍ତମାନ ଏଠି କେମିତି ଯୋଉ କୁରୁବଂଶର ଯୋଉ ସମସ୍ତେ ଏଠି ଏକାଠି ହେଇଛନ୍ତି ଏ ରଣଭୂମିରେ ଏ ସମସ୍ତଙ୍କୁ ଦେଖ ଟିକେ ତାଚ୍ଛଲ୍ୟ କରିକି କହୁଛନ୍ତି। ତାଙ୍କୁ କହିବା ଉଦ୍ଦେଶ୍ୟ ଏଥିରେ ଦେଖିବାର କଣ ଅଛି କହୁଥିଲ ଦେଖିବାକୁ ଦେଖ ଏବଂ ଏଇ କଥା କହୁଛନ୍ତି। ବର୍ତ୍ତମାନ ଏ ଶ୍ଲୋକରେ ଆମେ ଦେଖିବା ଯେ ସେ अर्जुन देखुचंती ये श्लोकरे 26 नंबर। तत्र पश्यत् स्थितान् पार्थ पितॄनाथ पितामहान् आचार्यान् मातुलान् भ्रातॄन् पुत्रान् पौत्रान् सखींस्तथा
शशुरान् सूतश्चैव सेनयोरुभयोरपि। ତେବେ ଏଥର କହୁଛନ୍ତି ତତ୍ର ପଶ୍ଚାତ୍ ସ୍ଥିତାନ୍ ପାର୍ଥ, ମାନେ କିଏ ଦେଖିଲେ? ଅର୍ଜୁନ ପାର୍ଥ ତତ୍ର ଅପଶ୍ୟାତ୍, ସେଇଠି ଦେଖିଲେ ସ୍ଥିତାମ୍ ମାନେ ଅବସ୍ଥାନ କରିଛନ୍ତି। କୋଉଠି? ସେନାର ଉଭୟର ବି, ଦୁଇ ସେନାଙ୍କ ମଝିରେ, ତାମାନେ ଦୁଇ ସେନାଙ୍କ ପକ୍ଷରେ। ତାମାନେ ସେ ଗୋଟିଏ ପକ୍ଷରେ କୋଉ କୋଉ ସୈନ୍ୟ ଅଛନ୍ତି ଖାଲି ଦେଖୁନାହାନ୍ତି, ମାନେ କୌରବ ପଟକର ସେ ପାଣ୍ଡବ ମାନଙ୍କ ପକ୍ଷରେ ମଧ୍ୟ ଦେଖୁଛନ୍ତି, କାରଣ ସେମାନେ ବି ପ୍ରାଣ ଦବାକୁ ଆସିଛନ୍ତି ନା। ତେଣୁ ସେ ଦୁଇ ପକ୍ଷର ଦେଖୁଛନ୍ତି ବର୍ତ୍ତମାନ। ସେନାରୁ ସେ କଣ ଦେଖୁଛନ୍ତି ସେଠି? ସେ ଦେଖୁଛନ୍ତି ପିତୃନାଥ, ପିତୃନାଥ ମାନେ ପିତୃପୁରୁଷ ଲୋକ ଯୋଉମାନେ ପିତୃ ତୁଲ୍ୟ ସେମାନେ ଅଛନ୍ତି। ପିତାମହାନ୍ ପିତାମହ, ଆଚାର୍ଯ୍ୟାନ୍ ଆଚାର୍ଯ୍ୟ ଗୁରୁ, ମାତୁଳାନ୍ ମାମୁଁ, ଭ୍ରାତୃନ୍ ଭାଇ, ପୁତ୍ରାନ୍ ପୁଅ, ପୌତ୍ରାନ୍ ନାତି, ସଖୀନ୍ ସାଙ୍ଗ, ଶ୍ୱଶୁରାନ୍ ଶ୍ୱଶୁର ମାନେ, ସୁଦଶ୍ଚୈବ ଏବଂ ଯୋଉମାନେ ହିତାକାଂକ୍ଷୀ, ଏମାନେ ସବୁ ଅବସ୍ଥାନ କରୁଛନ୍ତି। ମୁଁ ବର୍ତ୍ତମାନ ସେୟାରଟି ବନ୍ଦ କରିଦେବି। ତାହେଲେ ଆମେ ଏଠି ଦେଖିଲେ ସେ କହିଲେ ଯେ ତତ୍ର ଅପଶ୍ୟାତ୍, ସେଇଠି ଦେଖିଲେ କାହାକୁ ଦେଖିଲେ? ନା ତାଙ୍କର ପିତା, ପିତାମହ, ଆଚାର୍ଯ୍ୟ, ମାମୁଁ, ଭାଇ, ପୁଅ, ନାତି, ବନ୍ଧୁଗଣ, ଶ୍ୱଶୁର, ଶୁଭାକାଂକ୍ଷୀ ଗଣ ସମସ୍ତଙ୍କୁ ସେ ଦେଖିଲେ। ତେବେ ଏମାନେ କିଏ ଆକ୍ଚୁଆଲି? ପ୍ରଭୁପାଦ କେତେ ଜଣଙ୍କର ନାମ ନେଇଛନ୍ତି। ମାନେ ଏଥିରେ କୁହାହଉଛି ଯେ ପିତୃ, ପିତୃ ମାନେ ପିତୃତୁଲ୍ୟ, ପିତା ଭଳିଆ। ଏଠି କାହାକୁ କୁହାଯାଇଛି? ଭୂରିସର୍ବା। ଭୂରିସର୍ବା କିଏ? ସିଏ ହଉଛନ୍ତି ଆମର ଶାନ୍ତନୁଙ୍କର ଜଣେ ଭାଇ ଥିଲେ। ଶାନ୍ତନୁଙ୍କର ପୁଅ ହଉଛନ୍ତି ଭୀଷ୍ମ। ଶାନ୍ତନୁଙ୍କର ଜଣେ ଭାଇ ଥିଲେ, ତାଙ୍କ ନାଁ ହଉଛି ବାହାଲିକା। ସେ ବାହାଲିକା ଥିଲେ କୋଉଠି? ସେ ଆଫଗାନିସ୍ତାନରେ ସେଠି ରାଜତ୍ୱ କରୁଥିଲେ। ଯେମିତି ଶାନ୍ତନୁ ଭାରତରେ ଏଠି ଭାରତ ବର୍ଷରେ ରାଜତ୍ୱ କରୁଥିଲେ, ସେ ଆଫଗାନିସ୍ତାନରେ ରାଜତ୍ୱ କରୁଥିଲେ ବାହାଲିକା। ତାଙ୍କର ସେ ହଉଛନ୍ତି ଭାଇ ଶାନ୍ତନୁଙ୍କର। ଏବଂ ବାହାଲିକାଙ୍କର ଜଣେ ପୁଅ ଥିଲେ, ତାଙ୍କ ନାଁ ସୋମଦତ୍ତ। ସୋମଦତ୍ତଙ୍କ ପୁଅ ହଉଛନ୍ତି ଭୂରିସର୍ବା, ବହୁତ ବଡ ଧୁରନ୍ଧର ଯୋଦ୍ଧା ସେ। ଦି ଜଣ ଯାକ ସୋମଦତ୍ତ ଏବଂ ଭୂରିସର୍ବା। ଏଠି ଭୂରିସର୍ବା ସୋମଦତ୍ତଙ୍କ ପୁଅ ଏଠି ଉପସ୍ଥିତ ଅଛନ୍ତି। ଗ୍ରାଣ୍ଡଫାଦର, ଗ୍ରାଣ୍ଡଫାଦର ବୋଲେ କୋଉମାନେ? ପିତାମହ, ପିତାମହ ଭୀଷ୍ମ ଅଛନ୍ତି, ଶାନ୍ତନୁଙ୍କ ପୁଅ। ଏବଂ ବାହାଲିକାଙ୍କ ପୁଅ, ଶାନ୍ତନୁଙ୍କ ଭାଇ ବାହାଲିକାଙ୍କ ପୁଅ ସୋମଦତ୍ତ ମଧ୍ୟ ଅଛନ୍ତି, ଦୁଇ ଜଣ ପିତାମହ। ସୋମଦତ୍ତ ଆଉ ଭୂରିସର୍ବା ବାପ ପୁଅ ଦି ଜଣ ଯାକଙ୍କୁ ସାତ୍ୟକୀ ମାରିଥିଲେ, ବଦ୍ଧ କରିଥିଲେ। ସାତ୍ୟକୀ ହଉଛନ୍ତି ଅର୍ଜୁନଙ୍କର ଡିସାଇପଲ, ବିଷ୍ଣୁ ବଂଶର। ପାଣ୍ଡବ ମାନଙ୍କ ପ୍ରତି ତାଙ୍କର ବହୁତ ଭଲ ବନ୍ଧୁତା ଥିଲା, ତେଣୁ ସିଏ ମାରିଥିଲେ ଏଇ ଦି ଜଣ ଯାକ, ବାପ ପୁଅ ଦୁଇ ଜଣ ଯାକ। ଆଚାର୍ଯ୍ୟ, ଏଠାରେ ଆଚାର୍ଯ୍ୟ କିଏ? ନା ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ କୃପାଚାର୍ଯ୍ୟ, ଏ ଦୁଇ ଜଣ ଯାକ ସେଠି ଉପସ୍ଥିତ ଅଛନ୍ତି। ମାତୁଲାନ, ମାତୁଲାନ ବୋଲେ ଦୁଇ ଜଣ ଥିଲେ। ମାଦ୍ରୀଙ୍କର ଭାଇ ଥିଲେ ଶଲ୍ୟ ଆଉ ଶକୁନି ଦ ଗ୍ରେଟ୍, ଗାନ୍ଧାରୀଙ୍କ ଭାଇ, ଦୁର୍ଯ୍ୟୋଧନଙ୍କର ମାମୁଁ। ଭାତୃନ୍, ଭାତୃନ୍ ବୋଲେ ଏପଟେ ତ ତାଙ୍କର ନିଜ ଭାଇ ମାନେ ଅଛନ୍ତି, ଯୁଧିଷ୍ଠିର, ଭୀମ, ଅର୍ଜୁନ ତାଙ୍କ ପକ୍ଷରେ, ନକୁଳ, ସହଦେବ। ସେପଟେ ରହିଛନ୍ତି ଦୁର୍ଯ୍ୟୋଧନ ଏବଂ ଶହେ ଭାଇ ସେମାନେ। ତେଣୁ ଭ୍ରାତୃନ୍, ପିତୃନ୍, ପୁତ୍ରାନ୍, ପୁତ୍ରାନ୍ ବୋଲେ କିଏ? ପୁତ୍ରାନ୍ ବୋଲେ ପୁଅ ମାନେ। ଏପଟ ସାଇଡରେ ଅଭିମନ୍ୟୁ, ଘଟୋତ୍କୋଚ, ସେପଟେ ଦୁର୍ଯ୍ୟୋଧନଙ୍କର ପୁଅ ଲକ୍ଷ୍ମଣ, ଏମାନଙ୍କୁ ସବୁ ଦେଖୁଛନ୍ତି ସେ। ଆଚ୍ଛା, ଗଲା। ପୁତ୍ରାନ୍, ପୌତ୍ରାନ୍ ମାନେ ନାତି। ନାତି ବୋଲେ ନାତି ଏଠି କେହି ନଥିଲେ, କେବଳ ଥିଲେ ଜଣେ, ସେ ହଉଛନ୍ତି ଦୁର୍ଯ୍ୟୋଧନଙ୍କର ପୁଅର ପୁଅ, ଲକ୍ଷ୍ମଣଙ୍କର ପୁଅ ସିଏ ଥିଲେ। ତେଣୁ ସିଏ ହଉଛନ୍ତି ନାତି, ଲକ୍ଷ୍ମଣଙ୍କର ପୁତ୍ର। ସଖିନ୍, ସଖିନ୍ ବୋଲେ ମାନେ ସାଙ୍ଗ ଥିଲେ କିଏ? ଅଶ୍ୱତ୍ଥାମା, ଯିଏକି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁଅ, ଏବଂ
ଜୟଦ୍ରଥ ଏ ଦି ଜଣ ହଉଛନ୍ତି ସାଙ୍ଗ। ଜୟଦ୍ରଥ ଆକ୍ଚୁଆଲି ସେ ସିନ୍ଧୁ ଦେଶର ରାଜା। ସିଏ ଜୟଦ୍ରଥ ମୁଁ କହିଥିଲି ସିଏ ହଉଛନ୍ତି ଦୁର୍ଯ୍ୟୋଧନ ଯୋଉ 100 ଭାଇ ତାଙ୍କର ଏକମାତ୍ର ଭଉଣୀ ଦୁଃଶଳ ତାଙ୍କୁ ବିବାହ କରିଥିଲେ। ସେ ସିନ୍ଧୁ ପ୍ରଦେଶର ରାଜା ଏବଂ ତାଙ୍କର ବି ଗୋଟେ ଅଛି ଷ୍ଟୋରି। ସେ ଜୟଦ୍ରଥ ସେ ସ୍ୱୟଂବର ଆଟେଣ୍ଡ କରିଥିଲେ କୋଉଠି ଦ୍ରୌପଦୀଙ୍କର। ସେ ଦ୍ରୌପଦୀଙ୍କର ଯୋଉ ସ୍ୱୟଂବର ଆଟେଣ୍ଡ କରିଥିଲେ ସେଠି ତ ପରାସ୍ତ ହେଲେ। ଅର୍ଜୁନ ତ ଦ୍ରୌପଦୀଙ୍କୁ ପାଇଲେ ତ ସେଠି ସେ ଅପମାନିତ ହେଇଥିଲେ। ସେ ଅପମାନର ପ୍ରତିଶୋଧ ନେବା ପାଇଁ ସେ ସୁଯୋଗ ଖୋଜୁଥିଲେ। ଏଇଠି ସେ ସେଥିପାଇଁ ସେ ଜଏନ୍ କରିଛନ୍ତି କୌରବ ମାନଙ୍କ ପକ୍ଷରେ। ଏବଂ ସିଏ ଦିଟା ବର ପାଇଥିଲେ। ଗୋଟେ ବର ତ ଦେଇଥିଲେ କିଏ? ଶିବ। ଶିବ ଦେଇଥିଲେ ସେ ବର। କଣ ନା ସେ ବର ହଉଛି ସେ ତ ରାଗି ଯାଇଥିଲେ। ସେ ଶିବଙ୍କୁ ଯାଇ କହିଲେ, ତାଙ୍କୁ ତପସ୍ୟା କଲେ, ଇଏ କଲେ ଏବଂ ଶିବ ଖୁସି ହେଲେ ଏବଂ ତାଙ୍କୁ ସେ କହିଲେ ଯେ ମୁଁ କେମିତି ପାଣ୍ଡବ ମାନଙ୍କୁ ବଦ୍ଧ କରିବି, ଏଇ ବର ମତେ ଦିଅ। ତ ବର ତାଙ୍କୁ ଦେଇଥିଲେ, କହିଲେ ପାଣ୍ଡବ ମାନଙ୍କୁ ତମେ ସମସ୍ତଙ୍କୁ ପରାସ୍ତ କରିପାରିବ କିନ୍ତୁ ଅର୍ଜୁନଙ୍କୁ ଛାଡିକି। ଏଇଭଳିଆ ବର ସେ ଦେଇଥିଲେ। ସେଥିପାଇଁ ଯେତେବେଳେ ଚକ୍ରବ୍ୟୁହ ହେଲା, ଅଭିମନ୍ୟୁଙ୍କୁ ଯେତେବେଳେ ଘେରିଥିଲେ ସେ ଚକ୍ରବ୍ୟୁହରେ କାଳେ ପଶି ଆସିବେ ପାଣ୍ଡବ ମାନେ, ଦାୟିତ୍ୱ ଦିଆ ହେଇଥିଲା ଜୟଦ୍ରଥଙ୍କୁ ଯେ ତାଙ୍କୁ ପଶିବାକୁ ଭିତରକୁ ଦେବେ ନାହିଁ। ଏବଂ ସିଏ ଏଇ ବର ଯୋଗୁ ସକ୍ଷମ ହେଇଥିଲେ ସେ ପାଣ୍ଡବ ମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ। ଏଇ ବରର ଗୋଟେ ସେ ହାସଲ କରିଥିଲେ। ତାଙ୍କୁ ଦ୍ୱିତୀୟ ବର ମିଳିଥିଲା କଣ ନା ତାଙ୍କ ବାପ ଦେଇଥିଲେ। ତାଙ୍କ ବାପା ଦେଇଥିଲେ ଯେ ଯଦି ତାଙ୍କୁ କିଏ ତାଙ୍କର ଶିରଚ୍ଛେଦ କରନ୍ତି ଏବଂ ସେ ଶିରଟି ଯଦି ତଳେ ପଡିଲା, ଯୋଉ ଲୋକ ଶିରଚ୍ଛେଦ କରିଥିବ ତାର ମୁଣ୍ଡଟି 100 ଟୁକୁଡା ହେଇଯିବ। ଏଇଭଳିଆ ଗୋଟେ ବର ତାଙ୍କ ବାପା ତାକୁ ଦେଇଥିଲେ। ତେବେ ଅର୍ଜୁନ ଏଟା ଜାଣିଥିଲେ। ସେଥିପାଇଁ ଯେତେବେଳେ ଅର୍ଜୁନ ତାଙ୍କୁ ବଦ୍ଧ କଲେ, ଜୟଦ୍ରଥଙ୍କୁ ରାଗିଗଲେ। ଅଭିମନ୍ୟୁ ମରିଗଲା ପରେ ସେ ତ ରାଗିଲେ ଏବଂ କହିଲେ ମୁଁ ଜୟଦ୍ରଥଙ୍କୁ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ନିଶ୍ଚୟ ମାରିବି ବୋଲିକି ସେ ପ୍ରତିଜ୍ଞା କଲେ ଏବଂ ମାରିଲେ ବି। ଏବଂ ସେ ଯୋଉ ମାରିଲେ ସେ କଣ କଲେ ନା ଗୋଟେ ଅସ୍ତ୍ର ପାଇଥିଲେ କୃଷ୍ଣଙ୍କଠୁ, ସେ ଗୋଟେ ଦିବ୍ୟ ଅସ୍ତ୍ର। ସେ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ତାଙ୍କ ମୁଣ୍ଡଟିକୁ ସେ ଯୋଉ ମାରିଲେ ସିଧା ମୁଣ୍ଡ କଟିଗଲା ଏବଂ ସିଧା ମୁଣ୍ଡଟିକୁ ପହଞ୍ଚେଇ ଦେଲେ ନେଇକି କୋଉଠି ନା ତାଙ୍କ ବାପା ବସିକି ମେଡିଟେସନ କରୁଛନ୍ତି, ଧ୍ୟାନରେ ଅଛନ୍ତି, ତାଙ୍କ କୋଳରେ ଯାଇକି ପଡିଗଲା। ସେଟା ତଳେ ପଡିଲାନି, ତାଙ୍କ କୋଳରେ ପଡିଲା। ସିଏ କଣ କଲେ ନା ମେଡିଟେସନ ଅଛନ୍ତି ତ, ତେଣୁ ସେ ମୁଣ୍ଡଟିକୁ କାଢିକି ଆଉ ତ ଧ୍ୟାନରୁ କିଛି ଅସୁବିଧା କରିପାରିବେନି ନା ଉଠି ପାରିବେନି, ସିଧା କାଢିକି ତାକୁ ତଳେ ଥୋଇଦେଲେ। ସେଇଠି ସେ ନିଜେ 100 ଟୁକୁଡା ହେଇଗଲେ, ମାନେ ତାଙ୍କ ବାପ ମରିଗଲେ। ତେଣୁ ଏଇ ଦିଟି ବର ତାଙ୍କୁ ମିଳିଥିଲା। ଇଏ ହଉଛି ଜୟଦ୍ରଥ। ଆଉ ଆମେ ଦେଖିଲେ ଅଶ୍ୱତ୍ଥାମା, ଜୟଦ୍ରଥ। ଆଉ ଗୋଟେ ସେ କଣ ସୁହୃଦ କହୁଛନ୍ତି। ସୁହୃଦ, ସୁହୃଦ ମାନେ ତାଙ୍କର ଫିତାକାଙ୍କ୍ଷୀ କୃତବର୍ମା ଏବଂ ଆଉ ଜଣେ ଥିଲେ ଭଗଦତ୍ତ। କୃତବର୍ମା ଏବଂ ଭଗଦତ୍ତ। କୃତବର୍ମା ଯୁଧିଷ୍ଠିରଙ୍କର ରାଜଦରବାରରେ ସେ ଥିଲେ ସଭାପତି, ଚେୟାରପର୍ସନ। ପାଣ୍ଡବ ଯୁଧିଷ୍ଠିରଙ୍କର ସେ ବହୁତ ଅନ୍ତରଙ୍ଗ ସାଙ୍ଗ। ଏବଂ ଭଗଦତ୍ତ ସେ ମଧ୍ୟ ପାଣ୍ଡବ ମାନଙ୍କର ବହୁତ ବଢିଆ ସାଙ୍ଗ। ତାଙ୍କର ପାଣ୍ଡବ ମାନଙ୍କ ସହିତ ଭଲ ସମ୍ପର୍କ। କିନ୍ତୁ ଦି ଜଣ ଯାକ ଅପର ପକ୍ଷରେ ପାଣ୍ଡବ ମାନଙ୍କ ବିରୁଦ୍ଧରେ କୃତବର୍ମା ଏବଂ ଭଗଦତ୍ତ। କାହିଁକି ନା ତାଙ୍କର କିଛି ଗୋଟେ ପର୍ସନାଲ କାରଣ ଥିଲା, ବ୍ୟକ୍ତିଗତ କାରଣ, ଯୋଉ କାରଣରୁ ସେ ସେପଟେ ଥିଲେ। କଣ ନା କୃଷ୍ଣ ଏଇ କୃତବର୍ମାଙ୍କର ଭାଇକୁ ମାରିଥିଲେ। ତେଣୁ କୃତବର୍ମା ତାର ପ୍ରତିଶୋଧ ନେବା ପାଇଁ, ସେ ତ କୃଷ୍ଣଙ୍କର ଶତ୍ରୁ, କୃଷ୍ଣ ପାଣ୍ଡବଙ୍କ ପଟେ, ତେଣୁ ପାଣ୍ଡବଙ୍କ ବିରୁଦ୍ଧରେ ସେ ଠିଆ ହେଇଗଲେ। ସେମିତି ଭଗଦତ୍ତ ତାଙ୍କର ବାପା ନରକ, ନରକ ଅସୁର, ସେ ଯୋଉ ଅସୁର ଜଣକ ତାଙ୍କୁ ବଦ୍ଧ କରିଥିଲେ କୃଷ୍ଣ। ତେଣୁ ସେ କୃଷ୍ଣଙ୍କ ଶତ୍ରୁ ଭଗଦତ୍ତ। ତେଣୁ ଭଗଦତ୍ତ ମାନେ ଶତ୍ରୁ ହଉଛନ୍ତି କୃଷ୍ଣ। ତେଣୁ ସେଥିପାଇଁ କୃଷ୍ଣ ତ ପାଣ୍ଡବ ପଟେ, ତେଣୁ ସେ ପାଣ୍ଡବ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ କୌରବଙ୍କ ପକ୍ଷରେ ଯୋଗଦାନ କଲେ। ତେଣୁ ଦେଖନ୍ତୁ, ଏଇଭଳି ଆମେ ଯେତେବେଳେ ଦେଖୁଛେ କଣ ନା ଯୋଉମାନେ ଆମ ଜୀବନରେ ଏଇଭଳି ବି ଆଜି ଆମ ସାଙ୍ଗରେ ଅଛନ୍ତି, ସେ ପୁଣି ଆଉ କାହା ସାଙ୍ଗକୁ ପଳେଇ ଯାଉଛନ୍ତି। ବା
ଆଇଦର ସେମାନେ ଆମକୁ ଛାଡିକି ଚାଲି ଯାଉଛନ୍ତି, ନହେଲେ ଆମେ ତାଙ୍କୁ ଛାଡିକି ଚାଲି ଯାଉଛେ। ଏବଂ ଏ ବି ସତ୍ୟ, ଆମେ ବି ଦେଖୁଛେ ଏ ଭୌତିକ ଦୁନିଆରେ ଦିନେ ନା ଦିନେ ଆମେ ଆମର ଯିଏ ସମ୍ପର୍କୀୟ ଆମେ ତାଙ୍କୁ ଛାଡିକି ଚାଲି ଯାଉଛେ, ନହେଲେ ସିଏ ଆମକୁ ଛାଡିକି ଚାଲି ଯାଉଛନ୍ତି। କାହିଁକି ନା କୌଣସି ଜିନିଷ ଏ ଦୁନିଆରେ ଚିରସ୍ଥାୟୀ ନୁହେଁ, ପରମାନେଣ୍ଟ ନୁହେଁ। ମୋ ପାଖରେ ଯାହା ବି ଅଛି ବା ମୋର ଯାହା ସହିତ ସମ୍ପର୍କ ଅଛି ସେମାନେ ପରମାନେଣ୍ଟ ନୁହନ୍ତି, ନା ମୁଁ ନିଜେ ବି ପରମାନେଣ୍ଟ, କେହି ପରମାନେଣ୍ଟ ନୁହନ୍ତି। ତେଣୁ ନ୍ୟାଚୁରାଲି ସବୁ ଯେହେତୁ ଅସ୍ଥାୟୀ, ଆମେ ଆଇଦର ତାଙ୍କୁ ହରଉଛେ ନହେଲେ ସିଏ ଆମକୁ ହରଉ। ଇଏ ହଉଛି ଭୌତିକ ପ୍ରକୃତିର ନୀତି, ମାନେ ନେଚର ଅଫ ଦିସ୍ ମ୍ୟାଟେରିଆଲ ୱାର୍ଲଡ। ଯେମିତି ଆମେ ଟ୍ରେନରେ ଯାଉଛେ, ବିଭିନ୍ନ ପ୍ରକାରର ଯାତ୍ରୀ ଯାଉଛନ୍ତି, ଯେତେବେଳେ ତାଙ୍କ ଷ୍ଟେସନ ଆସୁଛି ସେ ଓହ୍ଲେଇ ଯାଉଛି। ଆମେ ତ ବହୁତ କଥା ହଉଥିଲେ ବସିକି ପାଖରେ, ସମ୍ପର୍କ ଥିଲା, ହେଇଯାଇଥିଲା, କିନ୍ତୁ ସେ ଛାଡିକି ଆମକୁ ଚାଲିବ। ବା ଆମ ଷ୍ଟେସନ ପଳେଇ ଆସିଲା, ଆମେ ଛାଡିକି ପଳଉଛେ ତାଙ୍କୁ। ତ ଏଇଭଳିଆ ଯେମିତି ଟ୍ରେନରେ ଲୋକ ତାଙ୍କ ଷ୍ଟେସନ ଆସିଲେ ଏମିତି ଛାଡିକି ଚାଲି ଯାଆନ୍ତି, ସେମିତି ଆମ ଜୀବନରେ ଯାହାର ଯେତେବେଳେ ସମୟ ଆସୁଛି, ତାର ଯେତେବେଳେ ଡେଷ୍ଟିନେସନ ସେ ପାଇଯାଉଛି, ସେତେବେଳେ ସେ ଛାଡିକି ଚାଲି ଯାଉଛି। ଆଇଦର ଆମେ ଛାଡିକି ଚାଲି ଯାଉଛେ, ନହେଲେ ଆମକୁ ସେ ଛାଡିକି ଚାଲି ଯାଉଛନ୍ତି। ତେଣୁ କୌଣସି ଜିନିଷ ବା କୌଣସି ଲୋକ ଏ ଦୁନିଆରେ ପରମାନେଣ୍ଟ ନୁହନ୍ତି, ସବୁ ଅସ୍ଥାୟୀ, ଟେମ୍ପୋରାରୀ। ଏବଂ ଏକୁ ମୁଁ କହୁନି, ଏଠି ଭଗବାନ ନିଜେ କହୁଛନ୍ତି ଅଶାଶ୍ୱତମ୍ ଦୁଃଖାଲୟମ୍ ଅଶାଶ୍ୱତମ୍ ବୋଲିକି କହୁଛନ୍ତି। ମାମ୍ ଉପେତ୍ୟ ପୁନର୍ଜନ୍ମ ଦୁଃଖାଲୟମ୍ ଅଶାଶ୍ୱତମ୍ ନାପ୍ନୁବନ୍ତି ମହାତ୍ମନଃ ସଂସିଧିଂ ପରମାମ୍ ଗତାଃ ବୋଲିକି ଭଗବାନ କହୁଛନ୍ତି। ସେ କହୁଛନ୍ତି ଏଇ ଜଗତଟା ହଉଛି ଗୋଟେ ଦୁଃଖାଳୟ ଏବଂ ଅଶାଶ୍ୱତମ ଅର୍ଥ ଟେମ୍ପୋରାରୀ, ସବୁ ଜିନିଷ ଟେମ୍ପୋରାରୀ ସେ ନିଜେ କହୁଛନ୍ତି। ତାହେଲେ ଆମ ଜୀବନରେ ପରମାନେଣ୍ଟ କିଏ? ଯେ ସମସ୍ତେ ଟେମ୍ପୋରାରୀ, କିଏ ଗୋଟେ ପରମାନେଣ୍ଟ ଥିବ? ସେ ହଉଛନ୍ତି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ, ଆଉ କେହି ନୁହନ୍ତି। ସେ ହଉଛନ୍ତି ପରମାନେଣ୍ଟ ଆମ ଜୀବନରେ। ସର୍ବସ୍ୟ ଚାହଂ ହୃଦୟ ସନ୍ନିବିଷ୍ଟ, ସେ ଆମ ଭିତରେ ପରମାତ୍ମା ରୂପେ ସବୁବେଳେ ଅଛନ୍ତି। ତେଣୁ ସିଏ ହଉଛନ୍ତି ପରମାନେଣ୍ଟ। ବାକି ଯେତକ ଏଇ ଯେମିତି ଅର୍ଜୁନ ଦେଖୁଛନ୍ତି ଉପରେ ପିତୃ ପିତାମହ ସବୁ ଦେଖୁଛନ୍ତି, ବାପା, ଜେଜେ ବାପା, ଗୁରୁ, ମାମୁଁ, ଭାଇ, ପୁଅ, ନାତି, ବନ୍ଧୁ, ଯେତେ ମାନେ ରିଲେଟିଭ ସେ ଦେଖୁଛନ୍ତି, ଶ୍ୱଶୁର, ହିତାକାଂକ୍ଷୀ, ଯେତେ ଦେଖୁଛନ୍ତି, ଏ କେହି ପରମାନେଣ୍ଟ ନୁହନ୍ତି। ଆମେ ଦେଖୁଛେ ଏଇଆ। କିନ୍ତୁ ଅର୍ଜୁନ ତାଙ୍କୁ ସିନା ଦେଖି ପାରୁନାହାନ୍ତି, କିନ୍ତୁ ସେ ଦେଖିପାରିବେ ଚାହିଁଲେ। ଯଦି ଶାସ୍ତ୍ର ଜ୍ଞାନ ରହିବ ଜଣେ, ସେ ଜାଣିପାରିବ ଯେ ଆକ୍ଚୁଆଲି ଏ ସବୁ ଜଣକ ପାଖରେ ଅଛି। ସେ କିଏ? ଭଗବାନ। ଗାନ୍ଧାରୀ କହୁଛନ୍ତି କୃଷ୍ଣଙ୍କୁ ମହାଭାରତରେ, ତୁମେବ ମାତା ଚ ପିତା ତୁମେବ, ତୁମେବ ବନ୍ଧୁଶ୍ଚ ସଖା ତୁମେବ, ତୁମେବ ବିଦ୍ୟା ଦ୍ରବିଣଂ ତୁମେବ, ତୁମେବ ସର୍ବଂ ମମ ଦେବ ଦେବ ବୋଲିକି ଭଗବାନ କୁ କହୁଛନ୍ତି। କିଏ? ଗାନ୍ଧାରୀ। ମାନେ ତମେ ହଉଛ, ତୁମେବ ମାତା ଚ ପିତା ତୁମେବ, ତମେ ମୋର ମା, ତମେ ମୋର ବାପା, ତୁମେବ ବନ୍ଧୁ, ତମେ ମୋର ଯେତେ ରିଲେଟିଭ ଏ ଦୁନିଆରେ ଅଛନ୍ତି ସବୁ ତମେ ବୋଲି ଭଗବାନଙ୍କୁ କହୁଛନ୍ତି। ସଖା ତୁମେବ, ତମେ ହଉଛ ମୋର ସାଙ୍ଗ, ତୁମେବ ବିଦ୍ୟା, ଜ୍ଞାନ ହିଁ ତମେ, ଦ୍ରବିଣଂ ତୁମେବ ବୋଲେ ଧନ ସମ୍ପତ୍ତି ସାମର୍ଥ୍ୟ ସବୁ କିଛି ତମେ, ତୁମେବ ସର୍ବମ୍ ମମ ଦେବ ଦେବ, ସବୁ କିଛି ତମେ। ତାହେଲେ ଆମେ ସେଇ ପରମାନେଣ୍ଟ ଆସ୍ପେକ୍ଟ ଭିତରେ ଯଦି ଏମାନେ ସବୁ ଅବସ୍ଥାନ କରୁଛନ୍ତି, ଆମେ ଯଦି ସେ ପରମାନେଣ୍ଟ ଆସ୍ପେକ୍ଟକୁ ଆଶ୍ରୟ ନେଲେ, ତାହେଲେ ପରମାନେଣ୍ଟର ଆଶ୍ରୟ ନେଇଗଲେ, ତାହେଲେ ଆମ ଜୀବନରେ ଏଇ ଯେମିତି ଛାଡିକି ଚାଲି ଯାଉଛନ୍ତି, ଆମକୁ କଷ୍ଟ ହଉଛି, ଯେମିତି ଅର୍ଜୁନଙ୍କୁ ବର୍ତ୍ତମାନ ହବାକୁ ଯାଉଛି। ସେ ଦେଖୁଛନ୍ତି ଏମାନେ ତାଙ୍କର କଣ ଅବସ୍ଥାନ, ପରିସ୍ଥିତି କଣ ହଉଛି? ପରିସ୍ଥିତି ଏହା ହଉଛି ଯେ ତାଙ୍କୁ ଦୁଃଖ ଆସିବ, କଷ୍ଟ ଆସିବ, କେମିତି ମାରିବ ବୋଲିକି ସେମାନଙ୍କୁ। ତେଣୁ
ଆମେ ଏଠି ଦେଖିଲେ କଣ ନା ପରମାନେଣ୍ଟ କେବଳ ହଉଛନ୍ତି ଭଗବାନ। ସୁହୃଦଂ ସର୍ବଭୂତାନାଂ ବୋଲି ସେ କହୁଛନ୍ତି। ସୁହୃଦଂ ମୁଁ ହିତାକାଂକ୍ଷୀ, ନିଜେ ଭଗବାନ କହୁଛନ୍ତି ଗୀତାରେ। ତେଣୁ ସିଏ ଆମ ଜୀବନରେ ସବୁବେଳେ ଅଛନ୍ତି, ସବୁ ପର୍ଯ୍ୟାୟରେ, ଆମ ଜୀବନର ସବୁ ପର୍ଯ୍ୟାୟରେ। ମୁଁ ଜନ୍ମ ହେଲି, ମୋ ମୃତ୍ୟୁ ପର୍ଯ୍ୟନ୍ତ, ଏବଂ ମୃତ୍ୟୁ ପରେ ମଧ୍ୟ ମୁଁ ଯେତେବେଳେ ଗୋଟେ ଶରୀର ପାଉଛି, ସେ ମଧ୍ୟ ମୋ ସାଙ୍ଗରେ ପୁଣି ସେ ଶରୀରରେ ପ୍ରବେଶ କରୁଛନ୍ତି। କେତେବେଳେ ମତେ ସେ ଛାଡୁ ନାହାନ୍ତି। ତେଣୁ ମୁଁ ଯଦି ତାଙ୍କ ସାଙ୍ଗରେ ସମ୍ପର୍କ ରଖିଲି, ତାହେଲେ ମୋର ଆଉ ଜୀବନରେ ଭୟ ରହିବନି, ମତେ ଆଉ ଦୁଃଖ ଆସିବନି, ମତେ ଆଉ କଷ୍ଟ ଆସିବନି। କିନ୍ତୁ ମୁଁ ରଖିଛି ସବୁ ଏଇ ସେଥିପାଇଁ ତ ଅର୍ଜୁନଙ୍କୁ ବର୍ତ୍ତମାନ କଷ୍ଟ ଆସୁଛି। ଏଇ ସବୁ ଟେମ୍ପୋରାରୀ ଯୋଉ ସମ୍ପର୍କ, ଯାହାଙ୍କ ସାଙ୍ଗରେ ସମ୍ପର୍କ ସେମାନେ ଅସ୍ଥାୟୀ, ସେମାନଙ୍କୁ ମାରିଦେବ ବୋଲି, ସେମାନେ ତାଙ୍କ ଜୀବନରୁ ପଳେଇବ ବୋଲିକି ତାଙ୍କୁ ଦୁଃଖ ଆସୁଛି। ସେଥିପାଇଁ ଆମକୁ ଯେନ ତେନ ପ୍ରକାରରେ ଆମର ଆଧ୍ୟାତ୍ମିକ ଜୀବନର ଆରମ୍ଭ କରିକି ଆମକୁ ଭଗବାନଙ୍କୁ ଅନୁଭବ କରିବାକୁ ପଡିବ। ଯଦି ଆମେ ଭଗବାନଙ୍କୁ ଅନୁଭବ କଲେ, ତାହେଲେ ଆମେ ତାଙ୍କର ସାନ୍ନିଧ୍ୟ ଲାଭ କରିପାରିବା ଏବଂ ଆମର ଭୟ ରହିବନି। ଗୋଟିଏ ମାତ୍ର ଉପାୟ, ସେଇ ହରେ କୃଷ୍ଣ ମହାମନ୍ତ୍ର। ତାହେଲେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଯଦି ଆମେ ସେଇ ମନ୍ତ୍ରଟିକୁ ସବୁବେଳେ ଜପିବା, ତାହେଲେ ଆମେ ଭଗବାନଙ୍କର ସେଇ ତାଙ୍କର ଯୋଉ ସ୍ଥାୟିତ୍ୱଟାକୁ ଆମେ ପାଇବା। ଆମେ ଆଉ ଆମ ଜୀବନରେ କୌଣସି ଜିନିଷ ଅସ୍ଥାୟୀ ରହିବନି। ଏଇ ଜିନିଷକୁ ଆମକୁ ଉପଲବ୍ଧ, ଏଇ ଶ୍ଲୋକ ଆମକୁ ଏଇ ଜିନିଷ ଶିକ୍ଷା ଦଉଛି। ତେବେ ଯାହା ହଉ, ବର୍ତ୍ତମାନ ସେ ଦେଖିଲେ, ଅର୍ଜୁନ ଦେଖିଲା ପରେ ତାଙ୍କର ମୁଡ୍ କଣ ହେଲା, ତାଙ୍କର ମାନସିକ ଅବସ୍ଥା କଣ ହେଲା, ସେଟା ଟିକେ ନେକ୍ସଟ ଶ୍ଲୋକରେ ପୁଣି ଜଣା ପଡିବ। ନେକ୍ସଟ ଦିଟା ଶ୍ଲୋକରେ ତାଙ୍କର ଅବସ୍ଥା କଣ, ମାନସିକ ଅବସ୍ଥା। ତେଣୁ ଏଠି ବର୍ତ୍ତମାନ ଟିକେ ସେୟାର କରିଦବା। ସରି, तान् समीक्ष्य स कौन्तेय सर्वान् बन्धून् अवस्थितान् कृपया परयाविष्टो विषीदन् इदम् अब्रवीत्। ତାନ୍ ସମୀକ୍ଷ ସହ, ସହ ମାନେ ଅର୍ଜୁନ ଯେତେବେଳେ ସେଇମାନଙ୍କୁ ଦେଖିଲେ, ସ କୌନ୍ତେୟ ମାନେ ସେଇ କୌନ୍ତେୟ ମାନେ ଅର୍ଜୁନ, କୁନ୍ତୀଙ୍କ ପୁଅ, ଯେତେବେଳେ ସେ ଦେଖିଲେ ଉତ୍ତମ ଭାବରେ, ସମୀକ୍ଷ ମାନେ ଉତ୍ତମ ଭାବରେ ଦେଖିଲେ କାହାକୁ, ସମସ୍ତଙ୍କୁ, ସର୍ବାନ୍ ବନ୍ଧୁନ୍ ଅବସ୍ଥିତାନ୍, ସବୁ ବନ୍ଧୁ ମାନେ ସେଠି ଏକାଠି ହେଇଛନ୍ତି, ବିଭିନ୍ନ ପ୍ରକାରର ଭାଇ ବନ୍ଧୁ କୁଟୁମ୍ବ ଆତ୍ମୀୟ ସ୍ୱଜନ ସମସ୍ତେ ସେଠି ଏକାଠି ହେଇଛନ୍ତି। କଣ ହେଲା ତାଙ୍କର, କୃପୟା, କୃପୟା ପରାୟା ଆବିଷ୍ଟ, ମାନେ ତାଙ୍କର ଦୟା ଯୋଗୁ ଅତ୍ୟନ୍ତ ସେ ବିଚଳିତ ହେଇଗଲେ, ତାଙ୍କର କରୁଣା ଆସିଗଲା। ବିଷିଦନ୍ ମାନେ ଦୁଃଖ ତାପରେ ତାଙ୍କୁ ଲାଗିଲା, ବିଷିଦନ୍ ଇଦମ୍ ଅବ୍ରବୀତ୍, ତାପରେ ଦୁଃଖ ଲାଗିଲା ଏବଂ ସେ ଏଇ କଥା କହିଲେ। କୋଉ କଥା କହିଲେ, ଏଟା ନେକ୍ସଟ ଶ୍ଲୋକରେ ଅଛି। ତେବେ ଏଇଠି ଆମେ ଜାଣିଲେ ଯେ ସେ ଦେଖିଲେ, ଦେଖିଲା ପରେ କଣ ହେଲା ନା, ସବୁ ବନ୍ଧୁ ବାନ୍ଧବ ଯେତେକ ସ୍ୱଜନ ସମସ୍ତଙ୍କୁ ସେ ଦେଖିଲେ ଏବଂ ତାଙ୍କର କରୁଣା ଆସିଗଲା ତାଙ୍କୁ ଦେଖିକି। କାହିଁକି ନା ଏମାନଙ୍କୁ ସେ ମାରିବାକୁ ଯାଉଛନ୍ତି, ସେଥିପାଇଁ ତାଙ୍କର ଦୁଃଖ ଆସିଲା। କାରଣ ଏମାନେ ଯାହାହେଲେ ବି ଆତ୍ମୀୟ, ସେ ଭୁଲିଗଲେ ସେଇ ମୁହୂର୍ତ୍ତରେ ସେ ହଉଛନ୍ତି ଶତ୍ରୁ। ଷ୍ଟପ। ତ ଏଇଭଳି ରଥ ରଥଟିକୁ ତ ଥୋଇ ଦେଇଛନ୍ତି କୃଷ୍ଣା ଦୁଇ, ଅ, ସୈନ୍ୟ ସେନାଙ୍କ ମଝିରେ।
ଏବଂ ଅର୍ଜୁନ ଦେଖିଦେଲେ, ଦେଖି ଯାଇକି ତାଙ୍କର ତ ଆସିଲା ଟିକେ ମାନେ ଦେଖିଲେ, ଦେଖିକି ଏବଂ ତାଙ୍କର ଦେଖି ସାରିଲା ପରେ ତାଙ୍କର ଆସୁଛି କଣ, ମନରେ ଟିକେ ଦୁଃଖ ଆସୁଛି, କରୁଣା ଆସୁଛି। ସେଥିପାଇଁ ସେ କହୁଛନ୍ତି, ସ କୌନ୍ତେୟ, ସେଇ କୁନ୍ତି ପୁତ୍ର ଅର୍ଜୁନ ସେମାନଙ୍କୁ ସମସ୍ତଙ୍କୁ ଦେଖିଲା ପରେ, କାହାକୁ ଦେଖିଲା ପରେ, ସର୍ବାନ୍ ବନ୍ଧୁନ୍ ଅବସ୍ଥିତାନ୍, ସବୁ ରିଲେଟିଭ୍ସ ମାନଙ୍କୁ ସେ ଦେଖିଲେ। ସେ ରିଲେଟିଭ୍ସ ମାନେ କିଏ? ସେ ପ୍ରିଭିୟସ, ଆମେ ଏଇ ପୁରୁଣା ଶ୍ଲୋକରେ ଆମେ ସବୁ ଦେଖିଲେ, ପିତୃ, ପିତାମହ, ବନ୍ଧୁ, ପୁତ୍ର, ପୁତ୍ରାନ୍, ସବୁ ଏମାନଙ୍କୁ ସବୁ ଦେଖିଲେ। ଏବଂ ଦେଖି ସାରିଲା ପରେ ତାଙ୍କର କଣ ହେଲା? କୃପୟା पर्याविष्ट, ଏକ୍ସଟ୍ରିମଲି ସେ ଓଭରୱେଲମଡ ହେଇଗଲେ, ବିଚଳିତ ହେଇଗଲେ। କୋଉଥିରେ? ମାନେ ତାଙ୍କର କରୁଣା ଆସିଗଲା, ଓଭରୱେଲମଡ ୱିଥ୍ କମ୍ପାସନ। ଏବଂ ବିଷିଦନ୍ ଇଦମ୍ ଅବ୍ରବୀତ୍, ଦୁଃଖ କରିକି ଏଇ ସବୁ କହୁଛନ୍ତି। ଦେଖନ୍ତୁ, ଅର୍ଜୁନ କେଡେ ବଡ ଯୋଦ୍ଧା ଏବଂ କ୍ଷତ୍ରିୟ, ଏ ଦୁନିଆର ସବୁଠୁ ଧୁରନ୍ଧର ଧନୁର୍ଧାରୀ ଏବଂ ଯୋଦ୍ଧା ଯଦି କିଏ, ତାହେଲେ ସେ ହଉଛନ୍ତି ଅର୍ଜୁନ। ଏ ସମସ୍ତଙ୍କୁ ସେ ଆଜି ପ୍ରଥମ ଥର ପାଇଁ ଦେଖୁନାହାନ୍ତି। ଏମାନଙ୍କୁ ମଧ୍ୟ ଏଇ ଏଇ ଯୋଉ ସେନା ଆଜି ଏଇଠି ଉପସ୍ଥିତ, ଏମାନଙ୍କୁ ସେ ମଧ୍ୟ ଅତୀତରେ ମଧ୍ୟ ଦେଖିଛନ୍ତି ଏବଂ ଏମାନଙ୍କ ସହିତ ମଧ୍ୟ ସେ ଯୁଦ୍ଧ କରିଛନ୍ତି, ଯେତେବେଳେ ସେ ଅଜ୍ଞାତବାସରେ ଥିଲେ। 12 ବର୍ଷ ଯେତେବେଳେ ବନବାସ କଲେ, ତାପରେ ଗୋଟେ ବର୍ଷ ତାଙ୍କୁ ଅଜ୍ଞାତବାସ, ଇନକାଗ୍ନିଟୋ ତାଙ୍କୁ ରହିବାକୁ ଥିଲା। ଏବଂ ସେ ବିରାଟ ରଜାଙ୍କ ରାଜ୍ୟରେ, ବିରାଟ ନଗରରେ ସେ ଥିଲେ ସେଇ ଗୋଟେ ବର୍ଷ। ସେଇଠି ସେ ଆଶ୍ରୟ ନେଇଥିଲେ ଏବଂ ସେଠି ଭୀମ ରୋଷେଇ କାମ କରୁଥିଲେ। ନକୁଳ ସହଦେବ ଗାଈ ଆଉ ଗୁହାଳ ଦାୟିତ୍ୱ ନେଇଥିଲେ। ଅର୍ଜୁନ ବିରାଟଙ୍କର ଝିଅ ଉତ୍ତରାଙ୍କର ଡ୍ୟାନ୍ସ ଟିଚର ଥିଲେ। ଦ୍ରୌପଦୀଙ୍କୁ ବହୁତ କିଛି ଦିଆଯାଇଥିଲା ଦାୟିତ୍ୱ, ଏମିତି ସବୁ। ତେବେ ସେଠି ଆମେ ମାନେ ଏଇଠି ମୁଁ ଯୋଉ ଜିନିଷଟା କହିବାକୁ ଯାଉଛି, ଏଟାକୁ ଟିକେ ସଂକ୍ଷିପ୍ତରେ କହିଦେବି। ଗୋଟେ ବଡ ଷ୍ଟୋରି ସେ। ଦିନେ ହଠାତ୍ ଦୁର୍ଯ୍ୟୋଧନ କଣ କରିଛନ୍ତି, ସେ ବିରାଟ ନଗରକୁ ଆକ୍ରମଣ କରୁଛନ୍ତି, ସୀମାନ୍ତରେ ଆସିକି ପହଞ୍ଚି ଯାଇଛନ୍ତି। ମାନେ ସେଠି ଯେତେବେଳେ ସେ ଆସିକି ପହଞ୍ଚିଛନ୍ତି, ବିରାଟ ସେଠି ଉପସ୍ଥିତ ନାହାନ୍ତି। ତାଙ୍କ ପୁଅ କେବଳ ଅଛନ୍ତି, ତାଙ୍କ ପୁଅଙ୍କ ନାଁ ଉତ୍ତମ କୁମାର। ବିରାଟ ନାହାନ୍ତି ସେଠି, ସେ ଯାଇଛନ୍ତି କୁଆଡେ ବାହାରେ। ତେଣୁ ହଠାତ୍ ଯେତେବେଳେ ପହଞ୍ଚି ଯାଇଛନ୍ତି, ତେବେ ଉତ୍ତମ କୁମାର ଯୁଦ୍ଧ କରିବାକୁ ପଡିବ। ସେ ଯାହା ବି ହଉ, ଉତ୍ତମ କୁମାର ଗୋଟେ ଗୋଟେ ବଡ ବିଚିତ୍ର ପର୍ସନାଲିଟି। ସେ ସେ ସବୁବେଳେ ମାନେ ବେଶୀ ଦେଖେଇକି ଗୋଟେ ଶୋ ଅଫ୍ କରନ୍ତି ସବୁବେଳେ, ଯେ ମୁଁ ଏୟା, ମୁଁ ସେୟା, ଏଭଳି। କିନ୍ତୁ ଆକ୍ଚୁଆଲି ତାଙ୍କର କାର୍ଯ୍ୟ ଜିରୋ, ଖାଲି ବଡ ବଡ କଥା। ଏବଂ ସେ ବେସିକାଲି ସେ ଯୋଉ ଯେତେ ଝିଅ ସ୍ତ୍ରୀ ଲୋକମାନେ ତାଙ୍କରି ମେଳରେ ସେ ଥାଇକି ନିଜର ଗୁଣଗାନ ସେ କରନ୍ତି। ସେ କହନ୍ତି, ମୁଁ ଏଭଳିଆ ଯୁଦ୍ଧ କରିପାରିବେ, ସେଭଳିଆ ଯୁଦ୍ଧ କରିପାରିବେ। ସେମାନେ ସବୁ କହୁଛନ୍ତି, ହଁ ବଢିଆ, ଆଚ୍ଛା, ବଢିଆ ବଡ ଯୋଦ୍ଧା, ଏମିତି ସବୁ ତାଙ୍କ ଭିତରେ ସେ ସେଠି। ତେବେ ଏଇଭଳି ସେ ଦିନେ ଏମିତି ବଡ ବଡ କଥା କହୁଛନ୍ତି ସେ ସ୍ତ୍ରୀ ମାନଙ୍କୁ, ଯେତେବେଳେ ଦୁର୍ଯ୍ୟୋଧନ ପହଞ୍ଚି ଯାଇଛନ୍ତି, ମନ୍ତ୍ରୀ ପରିଷଦ ଆସିକି ପହଞ୍ଚିଛନ୍ତି କୋଉଠି? ଉତ୍ତମ କୁମାରକୁ କହିଛନ୍ତି, ଉତ୍ତମ କୁମାର, ବର୍ତ୍ତମାନ ଶତ୍ରୁ ଆସିଛନ୍ତି, ଆମକୁ ଯୁଦ୍ଧ କରିବାକୁ ହବ, ବିରାଟ ନାହାନ୍ତି ରାଜ୍ୟରେ, ତେଣୁ ଆପଣଙ୍କୁ ଯୁଦ୍ଧ କରିବାକୁ ପଡିବ। ବଡ ଅସୁବିଧାରେ ପଡିଗଲେ, ତାଙ୍କୁ ଯୁଦ୍ଧ ଆସିନି। ତେଣୁ ସେ ବାଁ ଡାହାଣ ଚାହିଁଲେ। ତାପରେ ହଠାତ୍ ତାଙ୍କ ମୁଣ୍ଡକୁ ପଶିଲା, ସେ କହିଲେ, ନାଇଁ ମୁଁ ଯୁଦ୍ଧ କରିବି, କିଛି ଅସୁବିଧା ନାହିଁ, କିନ୍ତୁ ମୋର ପାଖରେ ସାରଥୀ ନାହାନ୍ତି, ମୋ ରଥ ଚଲେଇବ କିଏ? ମତେ ରଥ ଚଲେଇ ଆସିନି, ତେଣୁ ମୋର ଜଣେ ରଥ ଚାଳକ ଦରକାର, ତାହେଲେ ମୁଁ ଯାଇକି କରିପାରିବି। ତେବେ ସେପଟେ ଦ୍ରୌପଦୀ ବସିଥିଲେ, ଶୁଣିଦେଲେ। ସେ ଶୁଣିକି ଯାଇକି କହୁଛନ୍ତି ଉତ୍ତରାଙ୍କୁ, ତାଙ୍କ ଭଉଣୀକୁ, ଯେ କୁହନ୍ତୁ, ଅର୍ଜୁନ ହଉଛନ୍ତି ଚମତ୍କାର ଚାରିୟଟ ଡ୍ରାଇଭର, ସେ ବଢିଆ ସାରଥୀ।
ଭଉଣୀ ଆସି କହିଛନ୍ତି ଉତ୍ତମ କୁମାରକୁ ନେଇ ଯାଆନ୍ତୁ ଅର୍ଜୁନକୁ, ସେ ବହୁତ ବଢିଆ। ତାପରେ ଅର୍ଜୁନକୁ ପଚାରିଛନ୍ତି ସେ, ବଢିଆ ସିଓର ତ ତମେ ଚଲେଇ ପାରିବ? ନା ହଁ, ଆସନ୍ତୁ। ନେଇକି ଯାଇଛନ୍ତି ରଥଟିକୁ। ଯେତେବେଳେ ସୀମାନ୍ତ ପାଖାପାଖି ହେଇଛନ୍ତି ଏବଂ ଦେଖିଛନ୍ତି ଉତ୍ତମ କୁମାର ସେ ସେନାକୁ, ସେଠି ଭୀଷ୍ମ କର୍ଣ୍ଣ ଦ୍ରୋଣ ସମେତ ସମସ୍ତେ ଆସିଛନ୍ତି ଏବଂ ବିରାଟ ସେନାବାହିନୀ, ସେ ଭୟଭୀତ ହେଇଗଲେ। ଭୟଭୀତ ହେଇକି ଅର୍ଜୁନ କହୁଛନ୍ତି ରଥ ବୁଲା, ରଥ ବୁଲା। ସେ କହିଲା ରଥ ବୁଲା ମାନେ? ଆଉ ଶୀଘ୍ର ରଥ ବୁଲା ପଛକୁ। ସେ ରଥ ପଛକୁ ବୁଲେଇଲେ, କହିଲେ ଚାଲ ଚାଲ ପଳେଇ ଚାଲ ପଳେଇ ଚାଲ। ସେଠୁ କିଛି ବାଟ ପଳେଇ ଗଲା ପରେ ରଥ ରଖିଦେଇକି ଅର୍ଜୁନ ପଚାରୁଛନ୍ତି ହେଲା କଣ, ଅସୁବିଧା କଣ? ନା ନାଇଁ, ମୁଁ ଟିକେ ଭୟ କରିଗଲି। ମତେ ଆକ୍ଚୁଆଲି, ମୁଁ କନଫେସ୍ କରିବି, ମତେ ଆକ୍ଚୁଆଲି ଯୁଦ୍ଧ ଆସିନି। ମୁଁ ସିନା କହିଦେଲି ଯୁଦ୍ଧ ଆସିନି, ମୁଁ ଯୁଦ୍ଧ କରିପାରିବି ନା? ଯୁଦ୍ଧ କରିପାରିବନି ତାହେଲେ? ନା, ନା ମୁଁ ଜାଣିନି କଣ କରିବା, ମୁଁ ବି ଜାଣିପାରୁନି। ନା ଠିକ ଅଛି, ମୁଁ କରିବି ଯୁଦ୍ଧ। ନା ତମେ କରିବ? ହଁ ମୁଁ ନିଶ୍ଚୟ କରିବି, ଯୁଦ୍ଧ କରିବି। ତାହେଲେ ତମେ ରଥ ଚଲେଇ ପାରିବ କି? ସେ କହିଲେ ଠିକ ଅଛି, ମୁଁ ଏଇ ରଥଟା ଚଲେଇବି। ନା ସିଓର? ନା ହଁ, ମୁଁ ଏଇଟା ମିଛ କହୁନି, ମୁଁ ରଥ ଚଲେଇବାଟା, ମାନେ ସେ ଏଇଠି ଜାଣିଛନ୍ତି ରଥ ଚାଳକ ସେ, କିନ୍ତୁ ସେ ଯୁଦ୍ଧ କରନ୍ତି ବୋଲିକି ସେଠି ବଡ ବଡ କଥା କହୁଥିଲେ ସ୍ତ୍ରୀ ମାନଙ୍କ ଆଗରେ। ତେଣୁ ସେ ତାକୁ କହିଲେ ଯେ ଠିକ ଅଛି, ରଥଟିକୁ ନେଇଯାଆନ୍ତୁ। ସେ ଯୋଉ ଗୋଟେ ଗଛ ଥିଲା, ସେ ଗଛ ପାଖକୁ, ସେ ଗଛ ପାଖରେ ତଳେ ମାଟିରେ ପୋତିଥିଲେ ଅର୍ଜୁନ ଅସ୍ତ୍ର। ସେ ଅସ୍ତ୍ରକୁ ବାହାର କଲେ ଏବଂ ପୁଣି କହିଲେ ରଥଟିକୁ ନେଇକି ଚାଲନ୍ତୁ ସୀମାନ୍ତ ପାଖକୁ। ଯେତେବେଳେ ସୀମାନ୍ତ ପାଖକୁ ଯାଇଛନ୍ତି ଏବଂ ଯୁଦ୍ଧ କରିଛନ୍ତି, ଏବଂ ସେ ଯୁଦ୍ଧରେ ସେ ସମସ୍ତଙ୍କୁ, ଦ୍ରୋଣ ଭୀଷ୍ମ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ଯେତେ ସେନା ଏଇଠି ଯୋଉମାନେ ଅଛନ୍ତି ସେଇଠି ବି ସେମାନେ ଥିଲେ। ଏଇ ରଣଭୂମିରେ, କୁରୁକ୍ଷେତ୍ର ରଣଭୂମିରେ ଯୋଉମାନେ ଅଛନ୍ତି ଏ ପୁରା ଡିଟୋ ସେଠି ଥିଲେ। ସମସ୍ତଙ୍କୁ ଏକୁଟିଆ, ମାନେ ସିଙ୍ଗଲ ହ୍ୟାଣ୍ଡେଡଲି ସମସ୍ତଙ୍କୁ ସେ ପରାସ୍ତ କରିଥିଲେ। ବର୍ତ୍ତମାନ ସେଇ ସେଇ ସେନା ତାଙ୍କ ସମ୍ମୁଖରେ, ଏ ରଣଭୂମିରେ ସେଇ ସେନା ତାଙ୍କର ସମସ୍ୟା କଣ ବର୍ତ୍ତମାନ? ସେ କାହିଁ କହୁଛନ୍ତି, ମୁଁ ସେତେବେଳେ ତ କାହିଁ କହିଲେନି ଯେ ନା ମୁଁ ଏମାନଙ୍କୁ କେମିତି ଯୁଦ୍ଧ କରିବି, ଏମାନେ ମୋର ଭାଇ ବନ୍ଧୁ କୁଟୁମ୍ବ। ବର୍ତ୍ତମାନ କାହିଁକି ତାଙ୍କର ଏ ପ୍ରୋବ୍ଲେମଟା ଆସିଲା, ଏ ସମସ୍ୟାଟା? ଏଭଳି ହଠାତ୍ କରୁଣା ଆସିଗଲା ଏବଂ ଦୁଃଖ କରୁଛନ୍ତି, ଲାମେଣ୍ଟେସନ ବିଳାପ କରୁଛନ୍ତି, ସେ ଆରମ୍ଭ କରିଛନ୍ତି। କାହିଁକି ଏ ଦୁଃଖ, କାହିଁକି? ଏଇଥିପାଇଁ କି ସେ ଡିପ୍ରେସନକୁ ଏଇଥିପାଇଁ ଚାଲିଗଲେ କି ଏଇଟା ତାଙ୍କ କଣ୍ଟ୍ରୋଲରେ ନଥିଲା। ଇଏ ହଉଛି ଭଗବାନଙ୍କର ସୁଚିନ୍ତିତ ଯୋଜନା। ଦିସ୍ ଇଜ କ୍ରିଷ୍ଣାସ୍ ପ୍ଲାନ୍। ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ତାଙ୍କୁ ଏ ମାୟାରେ ପକେଇଛନ୍ତି, ନହେଲେ ସିଏ ହଉଛନ୍ତି ଭକ୍ତ। ଏଭଳିଆ ମାୟା ତାଙ୍କୁ ସ୍ପର୍ଶ କରିବ ନାହିଁ। ଏକ ତ ଭକ୍ତ, ଦ୍ୱିତୀୟରେ କ୍ଷତ୍ରିୟ, ତାଙ୍କର ଧର୍ମ ହଉଛି ଯୁଦ୍ଧ କରିବା। ତେଣୁ ସେ ଏ ମାୟା ତାଙ୍କୁ ସ୍ପର୍ଶ କରିବା କଥା ନୁହଁ। ମୋର ଭାଇ, ମୋର ବନ୍ଧୁ, ସ୍ପର୍ଶ କରିବା କଥା ନୁହେଁ। କିନ୍ତୁ କରିଛି କାହିଁକି? ନା ଭଗବାନ ତାଙ୍କୁ ମାୟାରେ ପକେଇଛନ୍ତି ଏବଂ ସେ କିଛି ସମୟ ପରେ ପୁଣି କାନ୍ଦିବେ, ତାଙ୍କୁ କନ୍ଦେଇବେ ଭଗବାନ। ତାହେଲେ କଣ ହବ ନା ଅର୍ଜୁନ ଭ୍ରମିତ ହେଇକି ଭଗବାନଙ୍କର ଶରଣ ନେବେ ଏବଂ କହିବେ ମତେ ବର୍ତ୍ତମାନ ଇନଷ୍ଟ୍ରକ୍ସନ ଦିଅ, ମୁଁ କଣ କରିବି। ତାହେଲେ ଭଗବାନ ଏଇ ସୁଯୋଗଟିକୁ ଖୋଜୁଥିଲେ। କଣ ନା ସେ ଯେତେବେଳେ କହିବେ ମତେ କଣ ଶିଖା, ଭଗବାନ ଏଇ ଅର୍ଜୁନଙ୍କ ମାଧ୍ୟମରେ ସାରା ମନୁଷ୍ୟ ଜାତିକୁ ଆଜିର ଯୋଉ ଭଗବତ ଗୀତା ତାକୁ ସେ ଡେଲିଭର କରିପାରିବେ, ସେ ଇନଷ୍ଟ୍ରକ୍ସନ ଲୋକଙ୍କ ପାଖରେ ପହଞ୍ଚେଇ ପାରିବେ। ଏ ଥିଲା ଭଗବାନଙ୍କର ଉଦ୍ଦେଶ୍ୟ। ତେଣୁ ଭଗବାନ ତାଙ୍କୁ ପକେଇଛନ୍ତି ମାୟାରେ। ତେଣୁ ମାୟାରେ ପଡି, ଆମେ ବି ମାୟାରେ ପଡୁଛେ। ଆମେ ଆମେ ମାୟାରେ ତ ପଡିଛେ ପ୍ରଥମରୁ। ଆମେ ଯେତେବେଳେ ଭଗବାନଙ୍କୁ ବିଚ୍ଛିନ୍ନ ହେଇକି ଆସିଛେ, ଆମେ ମାୟାରେ ପଶିଛେ। ମାୟାରେ ପଶିଛେ ଅର୍ଥ କଣ? ଆମର ଯାହା କରିବା କଥା, ଆମର ଯାହା ସ୍ଥିତି, ଆମେ ତାକୁ ପରିତ୍ୟାଗ କରିଛେ। ଆମର ସ୍ଥିତି ହଉଛି ଭଗବାନଙ୍କର ସେବା କରିବା, କିନ୍ତୁ ଆମେ ଚାହିଁଲେ ଆମେ ସେବା କରିବୁନି, ଆମେ ଉପଭୋଗ କରିବୁ ଯୋଉଟା ଭଗବାନ କରନ୍ତି। ଅର୍ଥାତ ଆମେ ଭଗବାନ ହବାକୁ ଚାହିଁଲେ, ଭଗବାନ ଆମକୁ ସେ ସୁଯୋଗଟା ଦେଇଛନ୍ତି ଏ ଭୌତିକ ଜଗତ ତିଆରି କରିକି, ଏ ଶରୀରଟା ଦେଇକି ଆମେ ଏ ଶରୀର ମାଧ୍ୟମରେ ଆମେ ଉପଭୋଗ କରିବା। ତେଣୁ ଆମେ ଶରୀରକୁ ଭଲ ପାଉଛେ। ଯଦି ଶରୀରକୁ ଭଲ ପାଉଛେ, ପୁଣି ଶରୀରକୁ ଏ ଭଲ ପାଇବାଟାକୁ ବଢେଇବାକୁ ଚେଷ୍ଟା କରୁଛେ। ତେଣୁ ଆମେ ଆମ ଶରୀରକୁ ପୁଣି ବିସ୍ତାର କରୁଛେ। ବିସ୍ତାର କରିବା ପାଇଁ କଣ ଦରକାର? ଗୋଟିଏ ସ୍ତ୍ରୀ ଦରକାର। ଆମେ ସ୍ତ୍ରୀ ଆଣୁଛେ। ସ୍ତ୍ରୀ ଶବ୍ଦର ଅର୍ଥ ଏକ୍ସପାନସନ, ବିସ୍ତାର।
ତେଣୁ ସେଇ ସ୍ତ୍ରୀ ମଧ୍ୟରେ ପୁଣି ମୁଁ ମୋ ନିଜକୁ ବିସ୍ତାର କରୁଛି, ମୋର ଛୁଆ ପିଲା ଇଏ ସବୁ ମୁଁ ତିଆରି କରୁଛି। କାହିଁକି ନା ମୋର ସେଇ ଯୋଉ ମୋ ଶରୀରକୁ ଭଲ ପାଉଥିଲି, ମୁଁ ପୁଣି ମୋ ସ୍ତ୍ରୀକୁ ଭଲ ପାଇଲି, ମୋ ପୁଣି ମୋ ପିଲାକୁ ଭଲ ପାଇଲି। ସେ ପିଲା ଯେତେବେଳେ ସମ୍ପର୍କ ତିଆରି କରିବେ ତାଙ୍କୁ ଭଲ ପାଇବି। ମୋ ଭଲ ପାଇବାଟା ମୁଁ ବଢେଇବାକୁ ଚେଷ୍ଟା କରୁଛି। ଇଏ ହଉଛି, ଇଏ କିନ୍ତୁ ମୋର ବାସ୍ତବିକ ସ୍ୱରୂପ ନୁହେଁ, ଇଏ ହଉଛି ମାୟା। ଭଗବାନ ୟାକୁ ଏକ୍ସପ୍ଲେନ କରିବେ ଯେ କାହିଁକି ଏଟା ମାୟା ପୁଣି ଅଛି। 15 ଅଧ୍ୟାୟ ଯେତେବେଳେ ଆମେ ପଢିବା ସେଠି ଏକ୍ସପ୍ଲେନ କରିବେ ଯେ ଇଏ ହଉଛି ମାୟା ଏଇଥିପାଇଁ ଯେ ଆଧ୍ୟାତ୍ମିକ ଜଗତର ଇଏ ହଉଛି ରିଫ୍ଲେକ୍ସନ, ଇଏ ଛାଇ। ଯେମିତି ଗୋଟେ ଗଛଟେ ଆମେ ଦେଖିବା, ଗୋଟେ ପୋଖରୀ କୂଳରେ ଗଛଟେ ଥିବ, ସେ ଗଛର ଛାଇଟା ପଡିଛି। ଆମ୍ବ ଗଛଟେ ଥିବ, ଆମ୍ବ ଗଛର ଛାଇ ପଡିଛି, ଏବଂ ସେ ଛାଇଟା କଣ ପ୍ରକୃତରେ ପ୍ରକୃତ ଗଛ ପୋଖରୀ କୂଳରେ, କିନ୍ତୁ ସେ ଛାଇଟାକୁ, ଏ ଛାଇଟା ହଉଛି ଭୌତିକ ଜଗତ। ଯୋଉଟା ଆମେ କହୁଛେ ତା ମାନେ ରିଫ୍ଲେକ୍ସନଟା ହଉଛି ଭୌତିକ ଜଗତ। ଏବଂ ସେଠି ଯୋଉ ଆମ୍ବ ହେଇଛି ଦିଶୁଛି, ସେ ଆମେ ଯଦି ପଶିଯିବା ତା ଭିତରକୁ, ଆମେ ସେ ମାୟାରେ ପଶିଗଲେ ଆମକୁ ଆମ୍ବ ମିଳିବ କି? ସେ ପାଣି ଭିତରକୁ ପଶିଗଲେ ଆମ୍ବ ତ ଉପରେ। ତେଣୁ ପ୍ରକୃତ ଜିନିଷ ହଉଛି ଯେ ଭଗବାନ ଯୋଉ ଉପରେ ଅଛନ୍ତି, ଭଗବାନଙ୍କର ପରିବାର, ସେ ପରିବାରଟା ହଉଛି ଇମ୍ପୋର୍ଟାଣ୍ଟ। ସେଇ ପରିବାରରେ ଆମେ ଥିଲେ, ସେ ପରିବାରଟା ହଉଛି ସତ୍ୟ। ସେଇଠି ଥିଲା, ସେଇ ଭଲ ପାଇବା ଜିନିଷଟା ଥିଲା, କିନ୍ତୁ ତାର ପରଭର୍ଟେଡ ଫର୍ମ ଏ ଭୌତିକ ଜଗତରେ ଯୋଉଟା ଆମେ କରୁଛେ। କାରଣ ଆମେ ଭଗବାନଙ୍କର ଅଂଶ, ଆମେ ତ କିଛି ଗୋଟେ କରିବା ନା। ତେଣୁ ଠିକ ବିପରୀତ ଜିନିଷଟା ଆମେ କରୁଛେ। ଆମେ ଏଟା ପଢିବା ଯେତେବେଳେ 15 ଅଧ୍ୟାୟ ଯିବେ। କିନ୍ତୁ ଉପାୟ କଣ? ପୁଣି ଭଗବାନ ତାର ସଲ୍ୟୁସନ ଦେବେ କଣ? ମାମ ଏବ ଇଏ ପ୍ରପଦ୍ୟନ୍ତେ, ମତେ ଯିଏ ସରେଣ୍ଡର କରିବ, ମାୟାମ ଏତାମ ତରନ୍ତି ତେ, ଏ ମାୟାରୁ ସେ ଖସିକି ଚାଲିଯିବ। ଅଛି ସେ ପୁଣି ଗୋଟେ ଆସିବ ଅଧ୍ୟାୟରେ, ସେ ଗୋଟେ ଶ୍ଲୋକ ଆସିବ, ତାକୁ ଆମେ ଏକ୍ସପ୍ଲେନ କରିବା। ତେବେ ଏଇଠି ଆମେ ଆଜି ଶେଷ କଲେ 26 ଆଉ 27। ପୁଣି ଆମେ ଗୋଟେ ନୂଆ ପୁଣି ସେକ୍ସନ ଷ୍ଟାର୍ଟ କରିବା ଏଇ 28 ନମ୍ବର ଶ୍ଲୋକରୁ। 28 ରୁ ଏଟା ଚାଲିବ କଣ 43 ପର୍ଯ୍ୟନ୍ତ ଚାଲିବ, ଯୋଉଠି ଦେଖିବା ଯେ ଧର୍ମପରାୟଣ ଭର୍ସେସ ଅଧର୍ମ ପରାୟଣ, ଅର୍ଥାତ ଅର୍ଜୁନ ଭର୍ସେସ ଧୃତରାଷ୍ଟ୍ର। ଏଇ ଜିନିଷ ଗୁଡାକ ଆମେ ଦେଖିବା କେମିତି ସେଟା ତାର ରିଫ୍ଲେକ୍ସନ ଆସୁଛି 28 ରୁ 43 ନମ୍ବର ଶ୍ଲୋକରେ। ହରେ କୃଷ୍ଣ, ଆଜି ସମୟ ହେଇଯାଇଛି, ଆମେ ଏଇଠି ଆଜି ବିରାମ ନବା। ସମସ୍ତଙ୍କୁ ଧନ୍ୟବାଦ ଦଉଛି, ଧୈର୍ଯ୍ୟ ସହିତ ବସିକି ଶୁଣୁଥିଲେ। ହରେ କୃଷ୍ଣ। श्रीमद भगवद गीता की जय। श्रीला प्रभुपाद की जय। गौर भक्त वृंद की जय।